ଗଙ୍ଗାଧରଙ୍କୁ କିନ୍ତୁ ଏ ବିଷୟ ସିଧାସଳଖ କେହି ଜଣାଇ ନଥିଲେ। କାଳେ କାଳେ ସେ ଏହା ଶୁଣିଲା ମାତ୍ରେ ପ୍ରସ୍ତାବଟିକୁ ମୂଳରୁ ପ୍ରତ୍ୟାଖ୍ୟାନ କରିଦେବେ। କିନ୍ତୁ କିନ୍ତୁ ଚତୁର ଗଦାଧରଙ୍କୁ ଏ ଜାଣିବା ଲାଗି ବେଶୀ ସମୟ ଲାଗିଲା ନାହିଁ। ଅଥଚ ଆଶ୍ଚର୍ଯ୍ୟର କଥା, ଏକଥା ଜାଣି ମଧ୍ୟ ସେ ଏଥିରେ କୌଣସି ଆପତ୍ତି ଉଠାଇଲେ ନାହିଁ। ବରଂ ଘରେ କୌଣସି ନୂଆ ଘଟଣା ଘଟିଲେ ପିଲାମାନେ ଯେପରି ଆନନ୍ଦରେ ମାତି ଉଠନ୍ତି, ସେ ସେହିଭଳି ଉତ୍ଫୁଲ୍ଲିତ ହୋଇ ଉଠିଲେ। ଉପଯୁକ୍ତ କନ୍ୟାଟିଏ ଲାଗି ଚାରିଆଡ଼େ ଖୋଜା ଚାଲିଲା, କିନ୍ତୁ ମନୋନୀତ ପାତ୍ରୀର ସନ୍ଧାନ ମିଳିଲା ନାହିଁ। ଏତେ ଅନୁସନ୍ଧାନ ପରେ ମଧ୍ୟ ଭଲ କନ୍ୟାଟିଏ ମିଳୁନାହିଁ ଦେଖି ଚନ୍ଦ୍ରାଦେବୀ ଓ ରାମେଶ୍ୱର ଖୁବ୍ ବିରସ ଓ ଚିନ୍ତିତ ହେଲେ। ଦିନେ ଅଭାବିତ ଭାବରେ ଗଦାଧର ମା ଓ ଭାଇଙ୍କୁ ଡାକି ପାଖରେ ବସାଇଲେ ଏବଂ କହିଲେ, ଅନ୍ୟତ୍ର ଅନୁସନ୍ଧାନ ବୃଥା। ଜୟରାମବାଟି ଗ୍ରାମର ଶ୍ରୀ ରାମଚନ୍ଦ୍ର ମୁଖୋପାଧ୍ୟାୟଙ୍କ ଘରେ ବିବାହ ଲାଗି ପାତ୍ରୀ କୁଟାବନ୍ଧା ହୋଇ ରକ୍ଷିତ ଅଛି। ସେତେବେଳକୁ ସେ କନ୍ୟାଟିର ବୟସ 5 ପୁରି 6 ଚାଲୁଥାଏ। ଏଭଳି ଅପ୍ରଶସ୍ତ ଭାବରେ ସନ୍ଧାନ ମିଳିବାରୁ ଚନ୍ଦ୍ରାଦେବୀ ସେ ସ୍ଥାନରେ ପୁଅର ବିବାହ ଦେବା ଲାଗି ସ୍ୱୀକୃତ ହେଲେ ଏବଂ ଅଳ୍ପ ଦିନ ମଧ୍ୟରେ ସବୁ ବିଷୟରେ କଥାବାର୍ତ୍ତା ସ୍ଥିର ହୋଇଗଲା। ତାପରେ ଶୁଭଦିନ ଓ ଶୁଭ ମୁହୂର୍ତ୍ତରେ ଶ୍ରୀଯୁକ୍ତ ରାମେଶ୍ୱର କାମରପୁକୁର 2 କ୍ରୋଶ ପଶ୍ଚିମରେ ଅବସ୍ଥିତ ଜୟରାମବାଟି ଗ୍ରାମ ପର୍ଯ୍ୟନ୍ତ ଭାଇଙ୍କୁ ସାଙ୍ଗରେ ନେଇଗଲେ ଏବଂ ଯଥାରୀତିରେ ଶ୍ରୀଯୁକ୍ତ ରାମଚନ୍ଦ୍ର ମୁଖୋପାଧ୍ୟାୟଙ୍କର ଏକମାତ୍ର କନ୍ୟା ସହିତ ଠାକୁରଙ୍କର ଶୁଭ ପରିଣୟ କାର୍ଯ୍ୟ ସମ୍ପନ୍ନ ହୋଇଗଲା। ଏହି ବିବାହରେ 300 ଟଙ୍କା କନ୍ୟାପଣ ଦିଆ ହୋଇଥିଲା। ସେତେବେଳେ ବୈଶାଖ ମାସର ଶେଷ ଭାଗ ଏବଂ ଠାକୁର 24 ବର୍ଷ ବୟସରେ ପଦାର୍ପଣ କରିଥାନ୍ତି। ଗଦାଧରଙ୍କୁ ବିବାହ ଅପସରେ ଆବଦ୍ଧ କରିଦେଇ ଚନ୍ଦ୍ରାଦେବୀ ବର୍ତ୍ତମାନ ଖୁବ୍ ନିଶ୍ଚିନ୍ତ ହେଲେ। କାରଣ ଉନ୍ମନା ପୁତ୍ର ଘରକୁ ଫେରିଲା, ସଦ୍ବଂଶୀୟା ପାତ୍ରୀଟିଏ ମଧ୍ୟ ମିଳିଗଲା। ତା ସଙ୍ଗେ ସଙ୍ଗେ ଅର୍ଥର ଅନଟନ ମଧ୍ୟ ଘୁଞ୍ଚିଗଲା। ସରଳ ହୃଦୟ ଧର୍ମପ୍ରାଣ ଚନ୍ଦ୍ରାଦେବୀ ଯେ ବର୍ତ୍ତମାନ ବହୁ ପରିମାଣରେ ଖୁସି, ତାହା ସହଜରେ ବୁଝାଯାଏ। କିନ୍ତୁ ସମସ୍ତ ଆନନ୍ଦ ମଧ୍ୟରେ ଚନ୍ଦ୍ରାଦେବୀଙ୍କ ମନ ଭିତରେ ଗୋଟିଏ ବିଷୟ ନେଇ ଖୁବ୍ ଦୁଃଖ ସୃଷ୍ଟି ହୋଇଥିଲା। ତାହା ହେଲା, ଗଦାଧରଙ୍କ ବିବାହ ଦିନ ଚନ୍ଦ୍ରାଦେବୀ ବୋହୂ ଲାଗି ଜମିଦାର ବନ୍ଧୁ ଲାହା ବାବାଙ୍କ ଘରୁ କିଛି ଅଳଙ୍କାର ମାଗି ଆଣିଥିଲେ। ବାହାର ଲୋକଙ୍କ ଆଗରେ ସମ୍ଭ୍ରମ ରକ୍ଷା କରିବା ଲାଗି ଓ ସମୁଦିନୀଙ୍କ ମନ ସନ୍ତୁଷ୍ଟି ଲାଗି ଏହି ଅଳଙ୍କାର ମାଗି ଯାଚି ଆଣିବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ବିବାହ ପରେ ସେ ବର୍ତ୍ତମାନ ମହା ଅଡ଼ୁଆରେ ପଡ଼ିଗଲେ। ମାଗି ଆଣିଥିବା ଅଳଙ୍କାରକୁ ବର୍ତ୍ତମାନ ପୁଣି ଫେରାଇ ଦେବାକୁ ପଡ଼ିବ। କିନ୍ତୁ ଯେଉଁ ହାତରେ ସେ ବୋହୂକୁ ଅଳଙ୍କାରତକ ପିନ୍ଧାଇ ଦେଇଥିଲେ, ବର୍ତ୍ତମାନ ସେହି ହାତରେ ବାଳିକାବଧୂର ସୁକୁମାର ଅଙ୍ଗୁର ସେତକ ଓହ୍ଲାଇବାକୁ ତାଙ୍କର ମନ ଚାହିଁଲା ନାହିଁ କି ସାହସ ହେଲା ନାହିଁ। ସେକଥା ଭାବିବା ମାତ୍ରେ ତାଙ୍କ ଆଖିରେ ଲୁହ ଭରିଗଲା। ଅବଶ୍ୟ ଅନ୍ତରର କଥା ସେ ମୁହଁ ଖୋଲି କାହାକୁ କହୁ ନଥିଲେ। ମାତ୍ର ଗଦାଧରଙ୍କ ପକ୍ଷରେ ଏତକ ବୁଝିବାକୁ ବେଶୀ ସମୟ ଲାଗିଲା ନାହିଁ। ସେ ଏ ସମ୍ବନ୍ଧରେ ମା'ଙ୍କୁ ବହୁତ ପ୍ରକାର ବୁଝାଇ ଶାନ୍ତ କଲେ। ଦିନେ ବାଳିକାବଧୂଟି ଶାନ୍ତ ସରଳ ମନରେ ଶୋଇ ପଡ଼ିଥାଏ। ଗଦାଧର ଖୁବ୍ ସନ୍ତର୍ପଣରେ ଅଥଚ ବେଶ୍ ସାବଧାନତା ସହକାରେ ତା ଅଙ୍ଗରୁ ଅଳଙ୍କାରତକ ଖୋଲି ବାହାର କରିଦେଲେ। ବୋହୂଟି ଆଦୌ ଜାଣିପାରିଲା ନାହିଁ। କିନ୍ତୁ ଯେତେବେଳେ ନିଦ ଭାଙ୍ଗିଲା, ସେ ନିଜ ଅଙ୍ଗକୁ ଚାହିଁ କରୁଣ କଣ୍ଠରେ କହିଲା, ମୋ ଦେହରୁ କି ଅଳଙ୍କାରତକ କାଢ଼ି ନେଲା? ଚନ୍ଦ୍ରାଦେବୀ ବୋହୂ ମୁହଁରୁ ଏତକ ଶୁଣି ସଜଳ ନୟନରେ ବୋହୂକୁ ସାନ୍ତ୍ୱନା ଦେଇ କହିଲେ, ମା, କିଛି ବ୍ୟସ୍ତ ହୋନା। ଗଦାଧର ତୋ ପାଇଁ ଏହାଠାରୁ ଆହୁରି ସୁନ୍ଦର ଅଳଙ୍କାର ସବୁ ଗଢ଼ାଇ ଆଣିବ। କିନ୍ତୁ ଏକଥାର ଏଠାରେ ପରିସମାପ୍ତି ହେଲା ନାହିଁ। ସେଦିନ ଦୁର୍ଯୋଗକୁ କନ୍ୟାର କକେଇ ଝିଆରୀକୁ ଦେଖିବାକୁ ଆସି ପହଞ୍ଚିଲେ। ଏସବୁ କଥା ଶୁଣିଲା ପରେ ସେ ରାଗରେ ଅଗ୍ନିଶର୍ମା ହୋଇ ଝିଆରୀକୁ ସାଙ୍ଗରେ ଧରି ବାହାରିଗଲେ। ଚନ୍ଦ୍ରାଦେବୀ ଏଭଳି ଦୁଃଖ ଓ ଅପମାନରେ ଅତ୍ୟନ୍ତ ବ୍ୟସ୍ତ ହୋଇ ପଡ଼ିବାର ଦେଖି ଗଦାଧର ପରିହାସ ଛଳରେ ମା'ଙ୍କୁ କହିଲେ, ମା, ଏମାନେ ବର୍ତ୍ତମାନ ଯାହା କରିବାର ଅଛି କରନ୍ତୁ। ବିବାହ ତ ଆଉ ଫେରାଇ ନେଇ ପାରିବେ ନାହିଁ। ବିବାହ ପରେ ଠାକୁର କାମରପୁକୁରରେ ପ୍ରାୟ 1 ବର୍ଷ 7 ମାସ ଏହି ଭାବରେ ଅତିବାହିତ କରିଥିଲେ। ମାର୍ଗଶିର ମାସ। ବୋହୂଟିର ବୟସ ହେଲାଣି 7 ବର୍ଷ। ସେତେବେଳକୁ 1707 କୁଳର ପ୍ରଥା ଅନୁସାରେ ଏହି ସମୟରେ ଜ୍ୱାଇଁ କିଛି ଦିନ ପାଇଁ ଶ୍ୱଶୁର ଘରକୁ ଯାଇ କନ୍ୟାକୁ ଧରି ପୁଣି ନିଜ ଘରକୁ ଫେରି ଆସିବା କଥା। ଗଦାଧର ତାହା କରିଥିଲେ। ମାତ୍ର ଏହାର ଅଳ୍ପ ଦିନ ପରେ ସେ ପୁଣି କାମରପୁକୁର ଛାଡ଼ି କଲିକତା ବାହାରିଗଲେ। କିନ୍ତୁ ଗଦାଧର ଘର ଛାଡ଼ିନ୍ତୁ ବୋଲି ମା ଓ ଭାଇ ଚାହୁଁ ନଥିଲେ। ମାତ୍ର ସଂସାରର ଅଭାବ ଅନଟନ ପୁଣି ଘନେଇ ଆସିଥିଲା। ଗଦାଧରଙ୍କୁ ସେ କଥା ଅଜଣା ନଥିଲା। 1861 ଖ୍ରୀଷ୍ଟାବ୍ଦରେ କୌଣସି ସମୟରେ ସେ କାହାର କଥା ନ ଶୁଣି ପୁଣି ଥରେ ଦକ୍ଷିଣେଶ୍ୱରକୁ ଫେରି ଆସିଲେ ଏବଂ ପୂର୍ବବତ୍ ଜଗଦମ୍ବାଙ୍କ ସେବା ପୂଜା କାର୍ଯ୍ୟରେ ନିଜକୁ ନିୟୋଜିତ କଲେ। ଦକ୍ଷିଣେଶ୍ୱରକୁ ଫେରି ଠାକୁରଙ୍କର ମନ ଏ ସେବା ପୂଜାରେ ଖୁବ୍ ତନ୍ମୟ ହେଉଠିଲା। ସେ ମା, ସ୍ତ୍ରୀ, ଭାଇ, ସଂସାର ଓ ଅଭାବ ଅନଟନ ସମ୍ପୂର୍ଣ୍ଣ ଭାବେ ଭୁଲିଗଲେ। ତାଙ୍କର ବର୍ତ୍ତମାନ ଏକମାତ୍ର ଚିନ୍ତା ହେଲା, ସେ କିପରି ଜଗନ୍ନାଥଙ୍କୁ ସବୁବେଳେ ସମସ୍ତଙ୍କ ଭିତରେ ପ୍ରତ୍ୟକ୍ଷ କରିବେ। ଦିନରାତି ଅନବରତ ସ୍ମରଣ, ମନନ, ଜପ ଓ ଧ୍ୟାନ କରି ତାଙ୍କର ବକ୍ଷ ସର୍ବଦା ଭକ୍ତିମୟ ଭାବ ଧାରଣ କଲା। ପରବର୍ତ୍ତୀ କାଳରେ ଠାକୁରଙ୍କର ନିଜ ମୁହଁରୁ ଏ ସମୟରେ ତାଙ୍କର ଯେଉଁ ସବୁ ଦିବ୍ୟୋନ୍ମତ୍ତ ଅବସ୍ଥା ଘଟିଥିଲା, ତାର ବର୍ଣ୍ଣନା ଶୁଣାଯାଇଛି। ସେ କହୁଥିଲେ, ଆଧ୍ୟାତ୍ମିକ ଭାବର ପ୍ରାବଲ୍ୟରେ ସାଧାରଣ ଜୀବର ଶରୀର ଓ ମନରେ ଏଭଳି ହେବା ଦୂରେ ଥାଉ, ଏହାର 1/4 ବିକାର ଉପସ୍ଥିତ ହେଲେ ଶରୀର ତ୍ୟାଗ ହୁଏ। ବିକାରଗୁଡ଼ିକ
ଦିବାରାତ୍ରିର ଅଧିକାଂଶ ଭାଗ ଜଗନ୍ମାତାଙ୍କର କୌଣସି ନା କୌଣସି ରୂପର ଦର୍ଶନ ପାଇ ଭୁଲି ଯାଉଥାଏ। ତେଣୁ ରକ୍ଷା ମିଳୁଥାଏ। ତାହା ନହେଲେ ନିଜ ଶରୀର ଦେଖାଇ ଏ ଖୋଳଟା ରହିବା ଅସମ୍ଭବ ହୋଇଥାନ୍ତା। ବର୍ତ୍ତମାନଠାରୁ ଆରମ୍ଭ କରି ଦୀର୍ଘ 6 ବର୍ଷ କାଳ ତିଳେ ମାତ୍ର ନିଦ୍ରା ହୋଇନାହିଁ। ଚକ୍ଷୁ ସମ୍ପୂର୍ଣ୍ଣ ପଲକ ଶୂନ୍ୟ ହୋଇଯାଇଥିଲା। ସମୟ ସମୟରେ ଚେଷ୍ଟା କରି ମଧ୍ୟ ପଲକ ପକାଇ ପାରିନାହିଁ। କାନ୍ଦି କାନ୍ଦି ମା'କୁ କହେ, ମା', ଯାହା ହେବାର ହେଉ, ଶରୀର ପଛକେ ଯାଉ, ତୁ କିନ୍ତୁ ମୋତେ ଛାଡ଼େନା, ମୋତେ ଦେଖା ଦେ, କୃପା କର। ଏହି ଭାବରେ କାନ୍ଦି କାନ୍ଦି ମନ ପୁନଶ୍ଚ ଅଦ୍ଭୁତ ଉତ୍ସାହରେ ଉତ୍ତେଜିତ ହୋଇ ଉଠୁଥିଲା। ଶରୀରଟାକୁ ଅତି ତୁଚ୍ଛ ହେ ବୋଲି ମନେ ହେଉଥିଲା ଏବଂ ମା'ଙ୍କ ଦର୍ଶନ ଓ ଅଭୟ ବାଣୀ ଶୁଣି ଆଶ୍ୱସ୍ତ ହେଉଥିଲେ। ଏହି ସମୟରେ ଦକ୍ଷିଣେଶ୍ୱର ମନ୍ଦିର ସମ୍ମୁଖରେ ଏକ ଆକସ୍ମିକ ପରିବର୍ତ୍ତନ ଘଟିଲା। 1861 ଖ୍ରୀଷ୍ଟାବ୍ଦର ପ୍ରାରବ୍ଧରେ ରାଣୀ ରାସମଣୀ ହଠାତ୍ ଗ୍ରହଣୀ ରୋଗରେ ଆକ୍ରାନ୍ତ ହୋଇ ଉଠିଲେ। ଅଳ୍ପ କାଳ ମଧ୍ୟରେ ରୋଗ ସାଂଘାତିକ ହୋଇ ଉଠିଲା। ଶରୀର ତ୍ୟାଗର କିଛି ଦିନ ପୂର୍ବରୁ ରାଣୀ କାଳୀଘାଟରେ ଆଦି ଗଙ୍ଗାତୀରସ୍ଥ କୋଠାରେ ଆସି ରହିଲେ। ଦେହରକ୍ଷାର ଅବ୍ୟବହିତ ପୂର୍ବେ ତାଙ୍କୁ ଗଙ୍ଗା ଗର୍ଭକୁ ଅଣାଗଲା। ରାଜକୀୟ ପ୍ରଥା ଅନୁଯାୟୀ ତାଙ୍କର ଚାରିପଟେ ବହୁପ୍ରକାର ଆଲୋକସଜ୍ଜା ହୋଇଥିଲା। ମାତ୍ର ସେସବୁ ଆଡ଼ମ୍ବରପୂର୍ଣ୍ଣ ଆଲୋକସଜ୍ଜା ଦେଖି ରାଣୀ ହଠାତ୍ କହି ଉଠିଲେ, କାଢ଼, ଏ ଆଲୁଅ ସବୁ ମୋ ପାଖରୁ ନେଇଯାଅ। ଏସବୁ ରୋଷଣୀ ମୋତେ ଭଲ ଲାଗୁନାହିଁ। ବର୍ତ୍ତମାନ ମୋର ମା ଜଗନ୍ମାତା ଆସୁଛନ୍ତି। ତାଙ୍କ ଶ୍ରୀଅଙ୍ଗର ପ୍ରଭାବରେ ଚାରିଦିଗ ଆଲୋକମୟ ହୋଇ ଉଠୁଛି। ଏତକ କଥା କହୁ କହୁ ପୁଣ୍ୟବତୀ ରାଣୀ ଶାନ୍ତ ଭାବରେ ମାତୃକ୍ରୋଡ଼ରେ ମହାସମାଧିରେ ଶୟନ କଲେ। ପୂର୍ବରୁ କୁହାଯାଇଛି ଯେ ରାଣୀଙ୍କର ସାନ ଜ୍ୱାଇଁ ମଥୁରାନାଥ ବିଶ୍ୱାସ ବିଷୟ ସମ୍ପତ୍ତି ସଂକ୍ରାନ୍ତ ସବୁ ପ୍ରକାର କାର୍ଯ୍ୟ ପରିଚାଳନାରେ ତାଙ୍କର ଦକ୍ଷିଣ ହସ୍ତସ୍ୱରୂପ ଥିଲେ। ସୁତରାଂ ରାଣୀଙ୍କ ମୃତ୍ୟୁ ପରେ ଦେବସେବା ସଂକ୍ରାନ୍ତ ସମସ୍ତ କାର୍ଯ୍ୟ ପୂର୍ବବତ୍ ସେ ପରିଚାଳନା କରିବାକୁ ଲାଗିଲେ। ଏହି ସମୟଠାରୁ ଦୀର୍ଘ 11 ବର୍ଷ କାଳ ମଥୁରାନାଥ ଠାକୁରଙ୍କ ସେବାରେ ନିଜକୁ ସମୟ ଭାବରେ ନିୟୋଜିତ କରିବାକୁ ସକ୍ଷମ ହୋଇଥିଲେ। ଏହା କ'ଣ ତାଙ୍କ ପକ୍ଷରେ ପରମ ସୌଭାଗ୍ୟର କଥା ନୁହେଁ? ଗଙ୍ଗାଧରଙ୍କୁ କିନ୍ତୁ ଏ ବିଷୟ ସିଧାସଳଖ କେହି ଜଣାଇ ନଥିଲେ। କାଳେ ସେ ଏହା ଶୁଣିଲା ମାତ୍ରେ ପ୍ରସ୍ତାବଟିକୁ ମୂଳରୁ ପ୍ରତ୍ୟାଖ୍ୟାନ କରିଦେବେ। କିନ୍ତୁ ଚତୁର ଗଦାଧରଙ୍କୁ ଏ ଜାଣିବା ଲାଗି ବେଶୀ ସମୟ ଲାଗିଲା ନାହିଁ। ଅଥଚ ଆଶ୍ଚର୍ଯ୍ୟର କଥା, ଏକଥା ଜାଣି ମଧ୍ୟ ସେ ଏଥିରେ କୌଣସି ଆପତ୍ତି ଉଠାଇଲେ ନାହିଁ।